ସକାଳର ଜଳଖିଆ ଟିକେ ଟେଷ୍ଟି ହେବା ସହିତ ସ୍ୱାସ୍ଥ୍ୟକର ହେବା ମଧ୍ୟ ଦରକାର। ସେଥିଲାଗି ମୁଁ ଆଜି ଆପଣମାନଙ୍କ ପାଇଁ ସେୟାର କରିଅଛି ପରିବା ଚକୁଳି ରେସିପି। ଆପଣ ସମସ୍ତଙ୍କୁ ଗୋଲ୍ଡେନ୍ କିଚେନ୍ ଓଡ଼ିଆକୁ ବହୁତ ବହୁତ ସ୍ୱାଗତ। ତେବେ ଚାଲନ୍ତୁ ପ୍ରସ୍ତୁତ କରିବା ଆଜିର ଏ ରେସିପି। ତା ପାଇଁ ଏଠି ମୁଁ ପ୍ରଥମେ ଗୋଟେ କପ୍ ହବ ଅଟା ନେଇଯାଇଛି। ସେମ୍ କପ୍ରେ ନେଇଯାଇଛି ମୁଁ ଏଠି ଗୋଟେ କପ୍ ହବ ବେସନ ନେଇଯାଇଛି। ଆଉ ଏଠି ଗୋଟିଏ ପୁରା ଗାଜର ଗ୍ରେଟେଡ୍ କରି ରଖିଛି, ସେଟାକୁ ଦେଇଦେବା। ତା ସହିତ ଏଠି ମୁଁ ଦେଇ ଦେଉଛି ଦୁଇଟି ବଡ଼ ପିଆଜ ପୁରା ଲମ୍ବା ଲମ୍ବା କରି କାଟିକି ନେଇଯାଇଛି। ଖାଇଲା ବେଳେ ପାଟିକି ପୁରା ଟେଷ୍ଟି ଲାଗିଥାଏ ଏ ପିଆଜର ବାସ୍ନାଟା, ଆଉ ପାଟିକି ଲାଗିଲେ ପୁରା ମିଠା ମିଠା ଲାଗିଥାଏ। ଏଠି କିଛି ଭୃସଙ୍ଗ ପତ୍ର ଦେଇ ଦେଉଛି କାଟିକି ରଖିଥିଲି। ତା ସହିତ ଏଠି ରେଡ୍ ଚିଲି ପାଉଡ଼ର ହାଫ୍ ଟି ସ୍ପୁନ୍ ହବ ଦେଇ ଦେଉଛି। ହାଫ୍ କପ୍ ହବ ପାଣି ଦେଇକି ଆର ଗୋଟେ ଥିକ୍ ବ୍ୟାଟର ପ୍ରସ୍ତୁତ କରିକି ନେଇଯିବା। କିଛି ମୋଟା ନୁହେଁ କିମ୍ବା ପତଳା ନୁହେଁ, ଟିକେ ହାଲକା ଟିକେ ମୋଟାଳିଆ ଥିବ ଏ ବ୍ୟାଟରଟା ନେବା। ଆକୁ ଭଲ ଭାବେ ଏମିତି ଗୋଳେଇକି ନେଇଯିବା। ଏଠି ମୁଁ ଦେଇ ଦେଉଛି ସ୍ୱାଦ ଅନୁସାରେ ଲୁଣ ଦେଇ ଦେଉଛି। ପୁରା ଗୋଟେ ଡିରେକ୍ସନରେ ଆକୁ ଭଲ ଭାବେ ଏମିତି ଗୋଳେଇକି ନେଇଯିବା। ସବୁଦିନ ଗୋଟେ ପ୍ରକାରର ସକାଳର ଜଳଖିଆ ଭଲ ଲାଗେନି ଖାଇବାକୁ, ସେଥିଲାଗି ଏଠି ମୁଁ ଆପଣମାନଙ୍କ ପାଇଁ ଏମିତିକା ଚକୁଳି ରେସିପି ନେଇ ଆସିଛି। ଖାଇବାକୁ ବହୁତ ଟେଷ୍ଟି ଲାଗିବା ସହିତ ଆଉ ଦେହ ପାଇଁ ମଧ୍ୟ ବହୁତ ହିତକର। ଏଇଟା ଉପରୁ ପୁରା କ୍ରିସ୍ପି ରହିବ ଆଉ ସଫ୍ଟ ମଧ୍ୟ ରହିବ ଏଇଟା। ଏବେ ମୁଁ ଗୋଟେ ପିଞ୍ଚ ହବ ସୋଢ଼ା ଦେଇ ଦେଉଛି, ଖାଇବା ସୋଢ଼ା। ଆକୁ ଭଲ ଭାବେ ପୁଣି ପୁରା ଗୋଳେଇ ଦେଉଛି। ଦେଖନ୍ତୁ ଏହିପରି ଭାବେ ବ୍ୟାଟର ଆପଣମାନେ ପ୍ରସ୍ତୁତ କରିବେ। ଏବେ ଆକୁ 5 ମିନିଟ୍ ହେବ ରଖିଦେବା। ତାପରେ ଏଠି ଗୋଟେ ଚାମଚ ହବ ରିଫାଇନ୍ ତେଲ ଦେଇ ଦେଉଛି। ତା ସହିତ ଏଠି ଧଳା ରାଶି ଦେଇ ଦେଉଛି ଟିକେ। ଏଠି ଆମେ ବ୍ୟାଟରକୁ ଗୋଟେ ଚାମଚ ହବ ବ୍ୟାଟର ଦେଇ ଦେଉଛି। ପତଳା କରିବେନି, ଟିକେ ମୋଟାଳିଆ ଥିବ ଏ ବ୍ୟାଟରଟା, ଏମିତିକା ପିଠା କରିବେ। ଏବେ ମୁଁ ତା ଉପରେ ଟିକେ ଭୃସଙ୍ଗ ପତ୍ର ଆଉ କିଛି ପିଆଜ ଆଉ କିଛି କଞ୍ଚା ଲଙ୍କା ଦେଇ ଦେଇଛି। ଏବେ ତାକୁ ପୁରା ଗୋଟେ ସାଇଡ୍ ପୁରା ଲେଉଟେଇ ଦେବା। ଗୋଟେ ପଟ ହେଲା ପରେ ଆଉ ଗୋଟେ ପଟ ଲେଉଟେଇ ଦେବା। ये पूरा 5 मिनिट्रे हो बहुत शीघ्र बहुत सहजरे आपने ये रेसिपीटा करें। एबे आउ गोटे चामच दे दूची, एठी मो बैटर दे दूची। तापरे एठी मो दे दूची किछि काटिकी रखिथिबा भृसंग पत्र आउ टिके पियाज दे दूची आ टिके धड़ा राशि ता ऊपर दे दूची, किछि कंचा लंका मध्य दे दूची। एबे देखंतु आपण मानकर पिठा पूरा प्रस्तुत हो गलानी। आ एमिति भाबे आपण मग सबुतिक बैटरर पिठा प्रस्तुत करनेबे। धड़ा राशिर फ्लेवरटा ए पिठार बहुत बढ़िया आसी थाए। किछि पियाज आपण माने माथरे गोळेइछि, आउ किछि पियाज पूरा सजेबा पाई कि ऊपर रखिछि। आउ कंचा लंका छोट छुआ को जदि भल न लगे ताहले स्क्रिप्ट कर परिबे। एबे धनिया भृसंग पत्र और कंचा लंका सहित मुझा पिठाटा रेडी कर नौछि। एबे बहुत ही सॉफ्ट होता है पिठा, खाइबा को बहुत ही टेस्टी लगी थाए। आशा करे आज भिडियोटी आपको बहुत ही भल लगे। आउ जदि भल लगे ताहले भिडियोटी को लाइक शेयर सब्सक्राइब करने को भूलिबेनी। जदि भिडियो नुआ अच्छा ताहले सब्सक्राइब कर पाखे थिया बेल आइकन को प्रेस कर नियंतु। तेबे नुआ नुआ भिडियोर नोटिफिकेशन गुड़ाक आपण मानक सहजरे पहुँच पारिबो। आजिर रेसिपी देखंतु किपरि मु पूरा सहजरे आ बहुत ही कम समय करदेली। छोट छुआ सहित बड़ मानक मध्य बहुत ही भल लगे। आ एमितिका भिडियो सब किपरि लागिला मते कमेंट रे जणाइबे। आउ खाइबे मते किपरि लागिला मते निश्चिंत जणाइबे। केते कौलिया आ सॉफ्ट हेछि, आपण माने निहाती घरे ट्राई करंतु आउ खांतु आउ सुस्थ भी रुहंतु।